এবং বৈপড়া মଣ୍ଡଳ প্রভারী বরিষ্ঠ সীমাঞ্চল আজ্ঞା মহোଦୟ এবং କଲାର ମଣ୍ଡଳ ସହପ୍ରଭାରୀ ନଟ ଭାଇ ଏବଂ ବୈପড়ା ମଣ୍ଡଳର ସହପ୍ରଭାରୀ ଲମତାପୁରରୁ ଆସିଥିବା ଲମତାପୁର ମଣ୍ଡଳର ପୂର୍ବତନ ସଭାପତି ସୋନୁ ଗୋଡ଼ାରୀ ମହୋଦୟ ଏବଂ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତାବୃନ୍ଦ ଏବଂ ସମସ୍ତ ବୁଥ୍ ସଭାପତି ପଞ୍ଚାୟତ ପ୍ରମୁଖ ଏବଂ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଭାଇମାନେ ଭଉଣୀମାନେ ସମସ୍ତଙ୍କୁ ମୋ ତରଫରୁ ନମସ୍କାର। ଆଜି ମାନ୍ୟବର ବିଧାୟକ ପହଞ୍ଚିବାର କାର୍ଯ୍ୟକ୍ରମ ଆଗକୁ ବି ଅଛି ବୋଧେ ମୋ ପାଖରେ ସୂଚନା ନାହିଁ। ସୋନୁ ଭାଇ ଯାହା କହୁଥିଲେ ବର୍ତ୍ତମାନ ମିଶ୍ରଣ ଭୋଗ ଚାଲିଛି। ଆମ କାର୍ଯ୍ୟକ୍ରମ ଜାରି ଭିତରେ ନିଶ୍ଚିତ ଭାବରେ ପହଞ୍ଚିବେ ଯେ ଆଜି କୋଲାର ମଣ୍ଡଳ ଏବଂ ବୈପড়ା ମଣ୍ଡଳର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଆମେ ଏକାଠି ହେଇପାରୁଛେ। ଏଇଟା ଗୋଟେ ଆମ ଭାରତୀୟ ଜନତା ପାର୍ଟି ବୈପড়ା ବ୍ଲକ ପାଇଁ ଗୋଟେ ସୌଭାଗ୍ୟର ବିଷୟ। ସାରା ଭାରତ ଆପଣ ଜାଣିପାରୁଥିବେ ଯେ କି ଯଶସ୍ୱୀ ପ୍ରଧାନମନ୍ତ୍ରୀ ସାରା ପୃଥିବୀର ଏକ ନମ୍ବର ନେତା ଯିଏକି ଆମକୁ ସାରା ଭାରତ ବର୍ଷରେ ଶାସନ ଦେଉଛନ୍ତି ଏବଂ ବିଭିନ୍ନ ପ୍ରକାର ଲୋକାଭିମୁଖ ଯୋଜନା ଆମ ଗାଁ ଗହଳିରେ ପହଞ୍ଚି ପାରିଛି। ଆଜିକୁ 2014 ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ 12 ବର୍ଷ ହେଲା ଆମେ ସମସ୍ତେ ପ୍ରତ୍ୟେକ ଗାଁ ଗହଳିରେ ପହଞ୍ଚି ପାରିଛୁ। ଆପଣମାନେ ସମସ୍ତେ ଜାଣିଥିବେ ଆଜିର ମୁଖ୍ୟ ସମ୍ମିଳନୀ ହେଉଛି ବିଭିଜି ରାମଜୀ, ଯୋଉଟାକି ତାର ନଟ ଭାଇ କହୁଥିଲେ ବିଭିଜି ରାମଜୀ, ଯୋଉଟାକି ସମସ୍ତେ ଆଗରୁ ଥିଲେ କ'ଣ ମହାତ୍ମା ଗାନ୍ଧୀ ଗ୍ରାମ ନିଯୁକ୍ତି ଯୋଜନା MGNRG ଥିଲା, ତାକୁ ବର୍ତ୍ତମାନ ଭାରତ ସରକାର ସେଟା ଗୋଟେ ଆମର ଆଇନ ଯୋଉଟାକି ପୂର୍ବ ସରକାର ଯୋଉଟା ତିଆରି କରିଥିଲେ ମହାତ୍ମା ଗାନ୍ଧୀ ନାଁରେ ଯୋଉଟା ତିଆରି କରିଥିଲେ, ସେଟା ହେଉଛି ଗୋଟେ ଆକ୍ଟ ତିଆରି ଥିଲା ଯୋଉଟାକି ଲୋକଙ୍କର ପ୍ରତ୍ୟେକ ଗାଁ ଗହଳିର ଲୋକଙ୍କର ପ୍ରତ୍ୟେକ ବର୍ଷ 100 ଦିନର କାମ ଯୋଜନା ଥିବ ସେଟାକୁ ବର୍ତ୍ତମାନ ଆମର ଯାଇକି ମୋଦିଜୀ ତାକୁ ପରିବର୍ତ୍ତନ କରି ତାକୁ ବିଭିଜି ରାମଜୀ ନାଁରେ ତାକୁ ବର୍ତ୍ତମାନ ଆଇନରେ ପ୍ରଣୟନ ହେଇଛି। ବର୍ତ୍ତମାନ କାର୍ଯ୍ୟକାରୀ ବୋଧେ ମାର୍ଚ୍ଚ ପରେ ପରେ ହେବ। ଆମେ ସମସ୍ତେ ଜାଣିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଯେ କଂଗ୍ରେସ ପାର୍ଟି ଆପଣମାନେ ସବୁ ଦେଖୁଥିବେ ପ୍ରତ୍ୟେକ ବ୍ଲକ ବା ପ୍ରତ୍ୟେକ ସହର ପ୍ରତ୍ୟେକ ପଞ୍ଚାୟତ ତାଙ୍କର ବିରୋଧ କାର୍ଯ୍ୟକ୍ରମ ଚାଲିଛି ଯେ କି ଆମର MGNRG ଥିଲା ସେଟାକୁ ବିଭିଜି ରାମଜୀ କାହିଁକି କଲେ। ତେଣୁକରି ପ୍ରତ୍ୟେକ ସାରା ଭାରତରେ ପ୍ରତ୍ୟେକ ମଣ୍ଡଳ ସ୍ତରରେ ଭାରତୀୟ ଜନତା ପାର୍ଟି ତରଫରୁ ଏଇଭଳିଆ ସମ୍ମିଳନୀ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି। ଏଇଟା ଆମର ଏଠି ନାହିଁ, ସାରା ଭାରତ ବର୍ଷରେ ଚାଲିଛି ଯେ ଆମର କାର୍ଯ୍ୟକର୍ତ୍ତାମାନଙ୍କୁ ଆମେ ସଚେତନ କରାଇବାର କାର୍ଯ୍ୟକ୍ରମ ଏଇଟା, ଯୋଉଟାକି ଆଗରେ ଗୋଟେ ସାଧାରଣ ଗରିବ ଖଟିକିଆ ଯେଉଁମାନେ ଆମର ଯେଉଁ ଜବ୍ କାର୍ଡ ଧରିଥିଲେ ସେମାନେ 100 ଦିନର କାମ ପାଉଥିଲେ, 365 ଦିନରୁ 100 ଦିନର ଆମ କାମ ପାଉଥିଲେ। କିନ୍ତୁ ଆଜି ଯେଉଁ ମୋଦିଜୀଙ୍କର ଯେଉଁ ବିଭିଜି ରାମଜୀ ଯେଉଁ ଯୋଜନା ଏଇଟା 125 ଦିନ ଏଇଟା ଆମର କାମ ପାଇବ। ତେଣୁକରି ଏଇଟା ବହୁତ ଭଲ ଯୋଜନା ଓ ଯୋଜନାର ଯେଉଁ ଗାଇଡ଼ଲାଇନ୍ ଆମ ପାଖରେ ପହଞ୍ଚି ନାହିଁ, ଯୋଉଟାକି ଏବେ ଆମର ନୂଆ ସରକାର ଓଡ଼ିଶାରେ ଯେମିତି ମୋହନ ମାଝୀ ସରକାର ଚାଲିଲା, ଆମର ଯେଉଁ ନାରା ଥିଲା ବା ଲୋକଙ୍କ ପାଖରେ ଯେଉଁ ଥିଲା ଯେ ଓଡ଼ିଶାରେ ଦାଦନ ବାହାରେ ଯାଇ ଖଟୁଛନ୍ତି, ଆନ୍ଧ୍ରରେ ଯାଇ ଖଟୁଛନ୍ତି, ତାମିଲନାଡୁ ଯାଉଛନ୍ତି, ସାରା ଭାରତର ବିଭିନ୍ନ ଜାଗାରେ ଯାଇ ଖଟୁଛନ୍ତି, ଯୋଉଟାକି ଦାଦନ ମୁକ୍ତ କରିବା ପାଇଁ ଏଇଟା ଗୋଟେ ସ୍ୱତନ୍ତ୍ର ଯୋଜନା ଭାବରେ ଆମର ଓଡ଼ିଶାରେ ବା ସାରା ଭାରତ ବର୍ଷରେ ଏଇଟା ଲଞ୍ଚ ହେଇଛି। ତେଣୁକରି ଆମ କାର୍ଯ୍ୟକର୍ତ୍ତା ଯେତେ ପରିମାଣରେ ଗାଁ ଗହଳିରେ ଆମେ ଚର୍ଚ୍ଚା କରି ଏଇ ଜିନିଷ ବିଷୟରେ ଆମେ ସମସ୍ତଙ୍କୁ ଅବଗତ କରାଇବାର ଅଛି। ଗତ କିଛି ଦିନ ତଳେ କୋରାପୁଟରେ ଯିଏକି ମାନେ କୋରାପୁଟ ଜିଲ୍ଲାର ପ୍ରଭାରୀ ଆମର କଳାହାଣ୍ଡିର ଶ୍ରୀଯୁକ୍ତ ଭବେନ୍ଦ୍ର ପଣ୍ଡା ମହୋଦୟ ଯେଉଁ ମଣ୍ଡଳ ସଭାପତି ଏବଂ ଜେନେରାଲ ସେକ୍ରେଟାରୀ ଆଉ ବରିଷ୍ଠ କାର୍ଯ୍ୟକର୍ତ୍ତାମାନଙ୍କୁ ଏହି କାର୍ଯ୍ୟକ୍ରମ ନେଇଥିଲେ। ଆଉ ସେଠି ବହୁତ ବିସ୍ତୃତ ଭାବରେ ସେ ଲୋକଙ୍କୁ ବି ବୁଝେଇଥିଲେ ପ୍ରତ୍ୟେକ ମଣ୍ଡଳ ଏବଂ ପ୍ରତ୍ୟେକ ବୁଥ୍ ସ୍ତରରେ କେମିତି